ସମସ୍ତେ କୁହନ୍ତି ଲାଇଫରେ ଯାହା ଆମେ ଇଚ୍ଛା କରୁ ତା ସେଇ ଜିନିଷଟା ଆମକୁ ମିଳେ ନାହିଁ। କିନ୍ତୁ ସତ କଥା ହେଲା ଆମେ ଯାହା ଇଚ୍ଛା କରୁ ସେ ମନ ସିଦ୍ଧିରେ ଯାହା ଇଚ୍ଛା କରୁ ଯାହା ମାଗୁ ସେଇଟା ହିଁ ମିଳେ। କିନ୍ତୁ ସେତିକି ମାଗିବା ପାଇଁକି ସେତିକି ଜିନିଷ ପାଇବା ପାଇଁକି ଆପଣଙ୍କୁ ସେତିକି ପରିଶ୍ରମ କରିବାକୁ ପଡିବ। ସେତିକି ପରିଶ୍ରମ ନ କଲା ପର୍ଯ୍ୟନ୍ତ ଆପଣଙ୍କୁ ସେ ଜିନିଷଟା ହିଁ ମିଳିବନି। ଭଗବାନ ଯାହା ବି ଦେଇଛନ୍ତି ସେଇଟା ଆମ ହିତ ପାଇଁ ଦେଇଛନ୍ତି, ଆଉ ଆମ ଭଲ ପାଇଁ ଦେଇଛନ୍ତି, ଆମ ଫେଭରରେ ହିଁ ଦେଇଛନ୍ତି। ସତ କଥା ହେଲା ଆମେ ଯାହା ଭଗବାନଙ୍କୁ ମାଗୁ ସେଇଟା ସିଏ ଦିଅନ୍ତିନି। ଯୋଉଟା ଆମ ପାଇଁ ଭଲ ସେଇଟା ଭଗବାନ ଆମକୁ ଦିଅନ୍ତି। ଭଗବାନ ଯାହା ବି ଦିଅନ୍ତି ସେଇଟା ତାଙ୍କ କୃପା, ଯାହା ନ ଦିଅନ୍ତି ସେଇଟା ତାଙ୍କ ଇଚ୍ଛା। ପଇସା ଗୋଟେ ଏମିତି ଜିନିଷ, ଆପଣ ମାନେ ସବୁବେଳେ ଭାବନ୍ତି ଯେ ପଇସାଟା ମୋ ପାଖକୁ ଆସିଲେ ମୁଁ କିଛି କରିବି, କିନ୍ତୁ ଭଗବାନ ସବୁବେଳେ ଉଲ୍ଟା। ପଇସା ବି ଭାବୁଥିବ ଏମିତି ଆପଣ ମାନେ ଏମିତି କିଛି କରନ୍ତୁ ଯେ ପଇସା ହଉଥିବ ମୁଁ ଆପଣଙ୍କ ପାଖକୁ ଯିବି। କଥାରେ ଅଛି, ପୂର୍ବପୁରୁଷର କଥାରେ ଅଛି, ଯାହା ହେଇଛି ଭଲ, ଯାହା ହଉଛି ଭଲ, ଯାହା ଆଗକୁ ହେବ ସିଏ ବି ଭଲ। ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ କରନ୍ତି। ଗୋଟିଏ ଅନସଟନ, କେତେବେଳେ କୋଉ କଥା ହେଇଯିବ ଆପଣମାନେ ନିଜେ ବି ଜାଣିନାହାନ୍ତି। ଏମିତି ବି କେତେବେଳେ ପଙ୍ଗୁ ହେଇପାରନ୍ତି ତ କେତେବେଳେ ଲାଇଫ ବି ଚାଲି ଯାଇପାରେ। ସତ କଥା ହେଲା ଲାଇଫଟା ଏତେ ଅନସଟନ ଆମେ କହିବି ପାରିବାନି କେତେବେଳେ କୋଉ କଥା ହବା। ତ ଏତେ ସୁନ୍ଦର ଭଗବାନ ଲାଇଫ ଦେଇଛନ୍ତି, ତ ଆପଣମାନେ ଗର୍ବ କରିବେ କଣ ପାଇଁ? ଆମେ ଗର୍ବ କରିବା ବି କଣ ପାଇଁ? କାହା ଲାଇଫରେ ପତର ପଡିଛି ତ କାହା ଲାଇଫରେ ପଥର ବି ପଡିଛି। ହଁ, ପତର ଯାହା ଲାଇଫରେ ପଡିଛି ଜଲ୍ଦି ଉଠି ଯାଉଛି, ଆଉ କାହା ଲାଇଫରେ ପଥର ପଡିଛି ତାର ଉଠିବା ପାଇଁ ଟାଇମ ଲାଗୁଛି। ଉଠିବ ତ ନିଶ୍ଚିନ୍ତ ନା, ଏତିକି ତ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ। ଉଠିବ ତ ନିଶ୍ଚିନ୍ତ, ଆଉ ଭଲ ହବ ବି ନିଶ୍ଚିନ୍ତ। ହଁ, ଭଗବାନ ଉପରେ ସେତିକି ବିଶ୍ୱାସ ରଖିବା ଦରକାର, ନହେଲେ ଭଗବାନ ଦିନ ପରେ ରାତି, ରାତି ପରେ ଦିନ କରୁଛନ୍ତି କେମିତି? ଭଗବାନ ଆମକୁ ଏଠି କିଛି ଦେଇନାହାନ୍ତି, ଏ ହାତରେ ଦେଲେ ସେ ହାତରେ ନେଇଯାଆନ୍ତି। ଆଉ ଏଠି ଆମ ଲାଇଫରେ କିଛି ବି ଆମର ନୁହଁ। ଯୋଉଟା କହୁଛନ୍ତି ଆମ ଘର, ଏଇଟା ଆମ ଦ୍ୱାର, ଏଇଟା ଆମର, ସେମିତି ବି ଭଗବାନ ଏ ହାତରେ ଦଉଛନ୍ତି ସେ ହାତରେ ନେଉଛନ୍ତି। ଏମିତି ନିଶ୍ୱାସ ଆମେ ଯଦି ଗୋଟେ ନାକରେ ବି ନବା ଆଉ ଗୋଟେ ନାକରେ ବି ଆମକୁ ଛାଡିବାକୁ ପଡୁଛି। ଗୋଟେ ନାକରେ ନେଲେ ଆଉ ଗୋଟେ ନାକରେ ଛାଡିବାକୁ ପଡୁଛି। କିଛି ବି ଆମର ନୁହେଁ ଏଠି ସଂସାରରେ, ଆମର ଏଠି କିଛି ବି ନୁହେଁ। ଆମେ ଏଠି ପୃଥିବୀ ପୃଷ୍ଠରେ ଜନ୍ମ ହେଇଛେ କିଛି କର୍ମ କରିବା ପାଇଁ, ଆଉ ଭଗବାନଙ୍କର ଜିନିଷକୁ ଆମେ ସେବା କରିବା ପାଇଁ। ଆମେ ସେବକ ରୂପରେ ଜନ୍ମ ହେଇଛେ, ଆମର ନିଜର ବୋଲି କିଛି ନାହିଁ। ଯେ ଆମେ ମଣିଷ ଜନ୍ମ ପାଇଛେ, ଆଜି ଆମେ ମଣିଷ ଜନ୍ମ ପାଇଛେ ସେଥିପାଇଁ ଆମେ ଏ ଶରୀରରେ ଅଛେ। ଆଜି ଆମ ଆତ୍ମାଟା ଆମ ଏ ଶରୀରରେ ଅଛି। କିଛି ହୁଏତ ଆର ଜନ୍ମରେ ଆମେ ଏ ଶରୀର ବାହାରି ଆଉ କୋଉ ଶରୀର ଜନ୍ମ ନେଇପାରିବା। ସେଥିରୁ ହୁଏତ ଆମେ ମାଛ ହେଇପାରିବା, ମଶା ହେଇପାରିବା, ପୋକ ହେଇପାରିବା, କିଛି ବି ହେଇପାରିବା। କର୍ମ ଉପରେ ଡିପେଣ୍ଡ କରୁଛି। ଯେତେ ଭଲ କର୍ମ ପାରିବ ହୁଏତ ଆପଣ ଆଉ ଥରେ ଭଲ ମଣିଷ ଜନ୍ମ ପାଇପାରିବେ। ସେଥିରେ ଆପଣ ଆଉ କିଛି ଭଗବାନଙ୍କର ପୂଜା କରିପାରିବେ। କିନ୍ତୁ ଲାଇଫଟା ଆଜି ଏ ଜନ୍ମରେ ଅଛି ତ ଆମେ ଏଇ ମଣିଷ ରୂପରେ ଅଛ, ହୁଏତ ଏ ଶରୀର ବାହାରି ଆଉ ଗୋଟେ ଜନ୍ମ ନେଇପାରିବ, ସେଥିରୁ ବାହାରି ସେ ଆଉ ଗୋଟେ କିଛି ଲାଇଫ ଜନ୍ମ ନେଇପାରିବ। ଏମିତି ଗୋଟେ ପରେ ଗୋଟେ ପରେ ଗୋଟେ ପରେ ଏମିତି ହେଇପାରୁଛି। ଲାଇଫ ହ୍ୟାଜ ନେଭର ଏଣ୍ଡ। ମୁଁ ଏଠି ଗୋଟେ କଥା କହିବାକୁ ଚାହୁଁଛି, ଯୋଉଟା କି ବହୁତ ଲୋକ ଅଛନ୍ତି, କିଛି ଲୋକ ଅଛନ୍ତି ଆମର ଲାଇଫଟାକୁ ଅଧାରୁ ଛାଡି ଦେଇ ଚାଲି ଯାଉଛନ୍ତି, ଯେମିତି ସୁଇସାଇଡ କରିଦଉଛନ୍ତି। ପର୍ଟିକୁଲାର ମୁଁ ସେଇ ଲୋକମାନଙ୍କ ପାଇଁ କିଛି କହିବାକୁ ଚାହିଁବି। ଭଗବାନ ଏତେ ସୁନ୍ଦର ଲାଇଫଟା ଦେଇଛନ୍ତି, ଆଉ ପର୍ଟିକୁଲାରଲି ଏତେ କଷ୍ଟ ବି ଲାଇଫଟାକୁ ଷ୍ଟ୍ରଗଲ ନ କଲେ କେମିତି ହବ? ଷ୍ଟ୍ରଗଲ କରିବାକୁ ଚାହିଁବେ, ମୁଁ ଗୋଟେ ଛୋଟ ଏକ୍ସାମ୍ପଲ ଦେଇକି କହିବି ଆପଣମାନଙ୍କୁ। ଆପଣମାନେ ସମସ୍ତେ ତ ଜାଣିଥିବେ ଯୋଉଟା କି ଲୁଡୁ ଗୋଟେ ଏମିତି ଖେଳ, ଆପଣମାନେ ଲୁଡୁ ଖେଳିଥିବେ ମଧ୍ୟ, ଆଉ ଲୁଡୁ ବିଷୟରେ ଜାଣିଥିବେ ମଧ୍ୟ। ଏବେ ତ ପ୍ରାୟ ସମସ୍ତେ ମୋବାଇଲରେ ଖେଳି ପାରୁଛନ୍ତି। ତ ଲୁଡୁ ଗୋଟେ ଏମିତି ଜିନିଷ ଯୋଉଟା କି ସେଥିରେ ଖେଳିଲା ବେଳେ ସମସ୍ତେ ବଡ ଦାନାଟାକୁ ମାନେ ଆଶା କରନ୍ତି ଯେ ମୋର 6 ପଡିଯାଉ, ମୋ ଘରେ 6 ପଡିଯାଉ, ମୁଁ 6ଟା ଷ୍ଟେପ ଆଗକୁ ପଳେଇବି। ଆଉ ସେଇଟା ସବୁବେଳେ ପଡେ ନାହିଁ, କିନ୍ତୁ ଆପଣଙ୍କ ଲାଇଫରେ 1 ବି ପଡେ, ଯୋଉଟା କୁହନ୍ତି ଟୁକ୍ ବୋଲି, ଯୋଉଟା କି ପୁଟ୍ କୁହନ୍ତି, ଟୁକ୍ କୁହନ୍ତି। ତ ସେଇଟା ବି ପଡେ। ଆପଣ ସେଇ ଗୋଟେ ଷ୍ଟେପ ବି ଚଲାନ୍ତି, ଆପଣ ଜାଣିଛନ୍ତି ମତେ ଇଏ ମାରି ଦେଇପାରେ, ଫିର ବି
ଆପଣ ସେଟା ଚଲାନ୍ତି, ଆପଣ କିଛି ବାଟ ହିଁ ନଥାଏ, ଆପଣ ଗେମ୍ ଟାକୁ ତ କ୍ୱିଟ୍ କରନ୍ତିନି ନା, ତ ଲାଇଫ ଟାକୁ କାହିଁ ଆପଣ କ୍ୱିଟ୍ କରୁଛନ୍ତି? ତ ଆପଣ ଗୋଟେ ସ୍ଟେପ ବି ଚଲାଉଛନ୍ତି, ଗୋଟେ ସ୍ଟେପ ଚଲେଇଲା ପରେ ଆପଣ ପୁଣି ବି ଆପଣଙ୍କୁ ନୂଆ ଲାଇଫ ମିଳୁଛି। ଏମିତି ଛୋଟ 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 ସ୍ଟେପ ଚଲେଇକି ବି ମଧ୍ୟ ଆପଣ ଜିତି ପାରୁଛନ୍ତି। ଲାଇଫ ଟା ବି ସେଇଭଳିଆ, ଆପଣ ହୁଏତ ବଡ ଦାନା ପକେଇକି ଯାଇପାରିବେନି, ଛୋଟ 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 ସ୍ଟେପ ନେଇ ନେଇ ଆପଣ ଲାଇଫ ଟାକୁ ବହୁତ ସୁନ୍ଦର ଭାବରେ ଗଢିପାରିବେ। ଆପଣ ଏତେ ଭଲ କାମ କରନ୍ତୁ, ଆପଣ ଏତେ ଭଲ କାମ କରନ୍ତୁ କି ଆପଣଙ୍କ ପରିଚୟଟା ସବୁବେଳେ ଟପ୍ ରେ ରହୁଥିବ। ଆପଣ ମାନଙ୍କୁ ସମସ୍ତେ କେମିତି ଜାଣନ୍ତି, ଆମ ମାନଙ୍କୁ ବି ଆପଣ ମାନଙ୍କୁ ଆମ ମାନଙ୍କୁ ଲୋକ କେମିତି ଜାଣିଛନ୍ତି, ଆମ ବାପାଙ୍କ ଠାରୁ ଆମକୁ ଜାଣିଛନ୍ତି। ସମସ୍ତେ କହୁଛନ୍ତି ଦେଖ ୟାଙ୍କ ଏ ପୁଅଟା ଚାକିରି ପାଇଲା, ୟାଙ୍କ ପୁଅ ଚାକିରି ପାଇଲା, ୟାଙ୍କ ପୁଅ ଚାକିରି ପାଇଲା, ୟାଙ୍କ ପୁଅ ଏତେ ଭଲ କାମ କଲା, ୟାଙ୍କ ପୁଅ ଏଠିକି ଯାଉଛି, ହେଇ ଦେଖ ୟାଙ୍କ ପୁଅ ଯାଉଛି। ଏକ୍ସାମ୍ପଲ ଟା କାହା ବାପାଙ୍କୁ ନେଇକି କହୁଛନ୍ତି। ତ ଭଲ କଥା ହେଲା ଆପଣ ବି ସେତେ କର୍ମ କରନ୍ତୁ ଯେ କି ଆପଣଙ୍କ ଠାରୁ ଆପଣଙ୍କ ବାପାଙ୍କ ପରିଚୟ ମିଳୁଥିବ। ଯେମିତି ଦେଖ ଏଇ ଇଞ୍ଜିନିୟର ବାପା ଯାଉଛନ୍ତି, ଏ ଦେଖ ଏଇ ଡକ୍ଟର ବାପା ଯାଉଛନ୍ତି, ଏ ଦେଖ ଏତେ ବଡ ଘର କରିଥିବା ମାଲିକର, ଏତେ ବଡ ବିଜନେସ କରିଥିବା ମାଲିକର ବାପା ଆଜି ଆସୁଛନ୍ତି। ତ ସେଇଟା ଏତେ ଭଲ କାମ କରନ୍ତୁ ଯୋଉଟାକି ଆପଣଙ୍କ ଠାରୁ ଆପଣଙ୍କ ବାପା ପରିଚୟ ପାଉଥିବ, ଆପଣଙ୍କ ମା ପରିଚୟ ପାଉଥିବ, ଆପଣଙ୍କ ଫ୍ୟାମିଲି ପରିଚୟ ପାଉଥିବ। ତ ସେତେ ଭଲ କାମ କଲେ ମାନେ ଆପଣଙ୍କ ଠାରୁ ଆପଣଙ୍କ ଫ୍ୟାମିଲି ପରିଚୟ ପାଉଥିବ। ସେଇଟା ସବୁଠୁ ବହୁତ ବଡ ଉଦାହରଣ ଆପଣଙ୍କୁ। ଆପଣ ଏତେ ଭଲ କାମ କରନ୍ତୁ, ଏତେ ଭଲ କର୍ମ କରନ୍ତୁ, ଯଦି ବି ଆପଣ ଲାଇଫରେ ଆପଣ କେବେ ବି ଭୁଲ କାମ କରିଦେଇଛନ୍ତି କି ଅନଫର୍ଚୁନେଟଲି କିଛି ଆପଣଙ୍କ ଦ୍ୱାରା କିଛି ଭୁଲ କାମ ହେଇଯାଇଛି, ତ ଲୋକ କଣ କହିବେ? ଲୋକ କହିବେ ନାଇଁ ତାର କିଛି ଖରାପ ସମୟ ଚାଲିଛି, ତାର ଟାଇମ ଖରାପ ଚାଲିଛି, ଆଉ ସେ ଲୋକ କେବେ ଏମିତି ନୁହଁ, ସେ ଲୋକ କେବେ ଏମିତି କହିପାରିବନି। ଭଗବାନ କାହାକୁ କିଛି ଦେଇଛନ୍ତି ତ କିଛି କମ ବି ରଖିଛନ୍ତି। ଏଥିପାଇଁ କମ ରଖିଛନ୍ତି ଯେ ସେ ତାର ଅଳ୍ପ ବହୁତ ଇଜ୍ଜତ କରିବା ଶିଖୁ। ଶେଷରେ ଗୋଟିଏ ପଦ କହିବି, ନାଁ ଅଛି ତ ବଦନାମ ବି ହବ ନା, ପ୍ରଶଂସା ଅଛି ତ ଆଲୋଚନା ବି ହବ ନା, ଆଉ ଏ ଦିଟା ଲାଇଫ ର ଗୋଟେ ପାର୍ଟ, ଏ ପାର୍ଟ ଅଫ ଲାଇଫ, ଏଥିରୁ ବାହାରିବାଟା ଗୋଟେ ଆର୍ଟ ଅଫ ଲାଇଫ। ଯଦି ଆପଣ ମାନଙ୍କୁ ଭିଡିଓଟି ଭଲ ଲାଗିଥିବ ତାହେଲେ ଲାଇକ୍ କରିବେ, କମେଣ୍ଟ କରିବେ ଆଉ ସେୟାର କରିବେ। ଯଦି ଫେସବୁକରେ ଦେଖୁଥିବେ ତାହେଲେ ପେଜଟିକୁ ଫଲୋ କରିବେ।